ଦେଖ ଗୋଟେ ନୂଆ ପୋଷ୍ଟ ବାହାରିଛି। ଓକେ, ଆରଏଲଡି ତରଫରୁ, ଏଇଟା ହଉଛି ଆରଏଲଡି ତରଫରୁ ନୂଆ ପୋଷ୍ଟ ବାହାରିଛି। ଯୋଉମାନେ ଚାହିଁବ ଆପ୍ଲାଏ କରିବ। ଓକେ, ତ ମୁଁ କ୍ରାଇଟେରିଆ ସବୁ କହିଦେବି, ଯୋଉମାନଙ୍କର କ୍ରାଇଟେରିଆ ହଉଥିବ ସେମାନେ ଆପ୍ଲାଏ କରିବେ। ଓକେ, ଏଟା ହଉଛି ଆରଏଲଡି ର ସାଇଟ୍ ଇଞ୍ଜିନିୟର ତରଫରୁ ଗୋଟେ ରିକ୍ରୁଟମେଣ୍ଟ ବାହାରିଛି। ପୋଷ୍ଟ ଅଛି 40ଟା ପୋଷ୍ଟ। ଓକେ, 40ଟା ପୋଷ୍ଟ ଅଛି, ତ ସେଇଥିପାଇଁ ମୁଁ କହିଦଉଛି ଯୋଉମାନେ ବି ପକେଇବ ସେମାନଙ୍କର ପ୍ରାୟତଃ ବିଟେକ୍ ହେଇଥିବା ଦରକାର, ଆଇଏମଟେକ୍ ହେଇଥିବା ଦରକାର। ଯଦି ଏମଇ କରିଛ ଏମଇ ସେଟ୍ ତାହେଲେ ହବ, ବିଇ ଯଦି କରିଛ ତଥାପି ପକେଇ ପାରିବ। ଓକେ, ତ ଦେଖ ଭ୍ୟାକେନ୍ସି ହଉଛି 40ଟା ପୋଷ୍ଟ, ବହୁତ କମ ପିଲା ବି ଆପ୍ଲାଏ କରିବେ। ଓକେ, ତ ସେଇ ହିସାବରେ ତମମାନେ ଆପ୍ଲାଏ କରିବ। ଠିକ ଅଛି, ତ ଜାଣିପାରୁଥିବ ଏଟା ଆରଏଲଡିଏ ର ଭ୍ୟାକେନ୍ସି। ଓକେ, ଠିକ ଅଛି, ତ ମୁଁ କହିଦଉଛି କ୍ରାଇଟେରିଆ କଣ ଅଛି, ଏଲିଜିବିଲିଟିରେ ଆଉ କଣ କଣ ଡକୁମେଣ୍ଟ ମାଗିବ, ମୁଁ ସବୁ କହିଦଉଛି, ତମମାନେ ଆପ୍ଲାଏ କରିବ ଯୋଉମାନଙ୍କ କ୍ରାଇଟେରିଆ ହଉଛି। ଠିକ ଅଛି, ତ ପ୍ରଥମେ ଦେଖ ଏଟା ହଉଛି ତମ ମାନଙ୍କର କଣ ଆରଏଲଡି ର ଯୋଉ ଆରଏଲଡି ସାଇଟ୍ ଇଞ୍ଜିନିୟର ର ରିକ୍ରୁଟମେଣ୍ଟ ହେଲା। ତ ବୁଝିପାରିଲ, ତାପରେ ତମ ମାନଙ୍କର କଣ ଏଟା ଯୋଉ ଅଛି, ଏଟା ହଉଛି ପୋଷ୍ଟ ଟା କଣ ଅଛି। ଦେଖ ପୋଷ୍ଟ ପ୍ରଥମେ ମନେ ରଖ, ଯୋଉ ପୋଷ୍ଟ ବି ବାହାରୁଛି ତାର ଆକ୍ଚୁଆଲି ପ୍ରାଇଭେଟ ଆସୁଛି ନା ଗଭର୍ଣ୍ଣମେଣ୍ଟ, ଏଟା ଗଭର୍ଣ୍ଣମେଣ୍ଟ ଅଥରାଇଜ। ବୁଝିପାରିଲ, ଗଭର୍ଣ୍ଣମେଣ୍ଟ ଅଥରାଇଜ ତ ଅର୍ଗାନାଇଜେସନ ନେମ୍ କଣ ଜାଣିପାରିଲ, ରେଲ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି, ଯାହାକୁ ଆରଏଲଡିଏ। ଓକେ, ଆଉ ଏଟା ନ୍ୟୁ ଦିଲ୍ଲୀରେ ପୋଷ୍ଟିଂ ରହିବ ତମ ମାନଙ୍କର। ତାପରେ ଭ୍ୟାକେନ୍ସି କେତେ ବାହାରିଛି, ଭ୍ୟାକେନ୍ସି ଦେଖ ତମ ମାନଙ୍କର 40ଟା ଭ୍ୟାକେନ୍ସି ବାହାରିଛି। ଓକେ, ତ ଭ୍ୟାକେନ୍ସିର ନୋଟିସ ଏଇ ଡେଟ୍ ରେ ବାହାରିଥିଲା, ଦେଖିପାରୁଥିବ। ତାପରେ ଆସୁଛି ପୋଷ୍ଟ ନେମ୍, ଦେଖିଲ ସାଇଟ୍ ଇଞ୍ଜିନିୟର, ସିଭିଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଯୋଉମାନେ ଅଛି, ସିଭିଲ ଆଉ ଇଲେକ୍ଟ୍ରିକାଲ ଯୋଉମାନେ କରିଛ ସେମାନେ ପକେଇ ପାରିବ। ତାପରେ ଡିପାର୍ଟମେଣ୍ଟ ହଉଛି ରେଲ ଲ୍ୟାଣ୍ଡ କହିଦେଲି। ତାପରେ ଆସୁଛି ଏଟା ଦେଖ ରେଲ ଲ୍ୟାଣ୍ଡ ମାନେ କଣ, ଏଟା ଡିପାର୍ଟମେଣ୍ଟ ଯୋଉ ଦେଇଛି ଏଟା ହଉଛି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ, ମାନେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ର ଜବ ଏଟା। ଠିକ ଅଛି, ରେଲୱେ ତରଫରୁ ବି କାମ କରିପାରିବ, କରାହବ ତମକୁ ନେଇ କାମ କରାହବ, କାମ କରିପାରିବ ନୁହଁ, କାମ କରାହବ ତମକୁ, ତମାନେ କାମ କରିବ। ଓକେ, ତ ନେଚର ଅଫ ଏନଗେଜମେଣ୍ଟ ରୋଲ ଲେଖିଛି, ସର୍ଟ ଟର୍ମ କଣ୍ଟ୍ରାକ୍ଟ ଲେଖିଛି, ବେସିକ ନଟ୍ ରେଗୁଲାର ଲେଖିଥିଲା, ଇନିସିଆଲି ଅପ ଟୁ 1 ଇୟର ଏକ୍ସଟେମ୍ପିଲ, ମାନେ ସେ ଗୋଟେ ବର୍ଷ ତମେ ତମର କାମ ଦେଖିବେ, ସବୁ ପ୍ରାକ୍ଟିସ ଦେଖିବେ, ଟ୍ରେନିଂ ହବ, ତାପରେ ତମେ ଆରାମସେ ପରମାନେଣ୍ଟ ଜବ ରେ ହବ, ତମର ସାଲାରୀ ବଢିଯିବ। ଠିକ ଅଛି, ତ ପ୍ରଥମେ ଦେଖ ଭ୍ୟାକେନ୍ସି ଅଛି 40ଟା, ସିଭିଲ ରେ ଅଛି 30ଟା, ଆଉ ହଉଛି ଇଲେକ୍ଟ୍ରିକାଲ ରେ 10ଟା, ମିଶିକି 40ଟା। ଟୋଟାଲ ପୋଷ୍ଟ 40ଟା, ସିଭିଲ ରେ ଅଛି 30ଟା, ଇଲେକ୍ଟ୍ରିକାଲ ଅଛି 10ଟା, ସେଇଥିପାଇଁ 40ଟା। ଠିକ ଅଛି, ତାପରେ ତମର ରେମୁନେସନ କଣ, ତମେ ଦେଖ ପେ ଲେବୁଲ ସେ କଥା କହିଛି ହେଲା। ପେ ଲେବୁଲ କେତେ ଅଛି, ପର ମନ୍ଥ ତମର 76,000 ଆସିବ। ଠିକ ଅଛି, 76,000 ପର ମନ୍ଥ ଆସିବ। ପର ମନ୍ଥ ମାନେ ମନେ ରଖିଥିବ 76 ପ୍ଲସ ଟିଏ ଡିଏ ପିଏଫ ଅଛି। ଓକେ, ତ 76,000 ଆସିବ, ମିଶିକି ତମ 80 ପାଖାପାଖି ଆସିବ। ଠିକ ଅଛି, ତାପରେ ଆପ୍ଲିକେସନ ମୋଡ ହଉଛି ଇମେଲ, ଅନଲାଇନ ରେ ପକେଇବ, ମାନେ ଆପ୍ଲିକେସନ ରେ ପକେଇବ କେମିତି, ଏଇଟା ହଉଛି ତାଙ୍କର ଇମେଲ ମୋଡ। ଯଦି କୌଣସି ପ୍ରୋବ୍ଲେମ ହେଲା ତାହେଲେ ମାନେ ମେଲ କରିପାରିବ। ଠିକ ଅଛି, ସିଲେକ୍ସନ ମୋଡ କଣ ଅଛି, ସର୍ଟ ଲିଷ୍ଟିଂ ହବ, ଫାଷ୍ଟ ଏକ୍ଜାମ ହବ, ସିବିଟି ଏକ୍ଜାମ, ତାପରେ ସର୍ଟ ଲିଷ୍ଟିଂ ହବ। ତାପରେ ହଉଛି ତମର କ୍ରାଇଟେରିଆ ହବ, ଗୋଟେ ହଉଛି ଇଣ୍ଟରଭ୍ୟୁ ଅଛି। ଓକେ, ଇଣ୍ଟରଭ୍ୟୁ ରେ ତମମାନଙ୍କର ଯୋଉ ମାନଙ୍କୁ କ୍ଲିୟର କରିବା ଦରକାର। ଓକେ, ତମମାନଙ୍କର ଇଣ୍ଟରଭ୍ୟୁ ଅଛି ଲେଖା ହେଇଛି, ଜାଣିପାରୁଥିବ। ଫାଷ୍ଟ ହଉଛି ତମର ଏକ୍ଜାମ ହବ, ସର୍ଟ ଲିଷ୍ଟିଂ ହବ, ହେଲା, ଡକୁମେଣ୍ଟ ଭେରିଫିକେସନ, ଇଣ୍ଟରଭ୍ୟୁ ହବ, ତାପରେ ତମେ ଚାକିରି ପାଇବ। ଠିକ ଅଛି, ତାପରେ ଆସୁଛି ପ୍ଲେସ୍ ହବ, ପୋଷ୍ଟିଂ, କୋଉ ଜାଗାରେ ପ୍ଲେସ୍ ମାନେ ପୋଷ୍ଟିଂ ହବ। ଦେଖ ଏଟା ହଉଛି ଅଲ ଓଭର ଇଣ୍ଡିଆ। ଓକେ, ଇଣ୍ଡିଆର ତମର ଯୋଉଠି ହଉ ତମର ପୋଷ୍ଟିଂ ହବ। ଠିକ ଅଛି, ଆରଏଲଡିଏ ପ୍ରୋଜେକ୍ଟ ମାନେ ରିକ୍ରୁଟମେଣ୍ଟ ହିସାବରେ ତମର ଯୋଉ ଜାଗାର ଆରଏଲଡିଏ ର ପୋଷ୍ଟ ଫାଙ୍କା ରହିଛି, ସେଇ ଜାଗାର ତମକୁ ଜବ ମିଳିବ, ବଟ ଇଣ୍ଡିଆରେ ହିଁ ତମକୁ ଜବ ମିଳିବ, ଅଲ ଓଭର। ଠିକ ଅଛି, ତାପରେ ଅଫିସିଆଲ ୱେବସାଇଟ କଣ, ଏଇ ୱେବସାଇଟ ଯାଇ ତମେ ଆପ୍ଲାଏ କରିବ, https://rlds.indianrailways.gov.in। ଓକେ, ତ ଏଇ ୱେବସାଇଟ ଯାଇ ଆପ୍ଲାଏ କରିପାରିବ ତମମାନଙ୍କୁ। ତାପରେ ତମର କଣ କେବେ କଣ ଡେଟ୍ ହଉଛି, ଦେଖ ଡେଟ୍ ହଉଛି ତମ ଷ୍ଟାର୍ଟିଂ ହେଲା ମେ 2 ରେ ଷ୍ଟାର୍ଟ ହେଲା, ମେ 2 2026, ମାନେ 2/5/2026 ରେ ତମର ଷ୍ଟାର୍ଟିଂ ହେଲା, ଏଇ 2 ତାରିଖ ଦିନ। ତ ଏଟା ହଉଛି 3 ତାରିଖ ଆଜି, ତ ସେଥିପାଇଁ ମୁଁ ଡେଟ୍ ଟା ଦେଖେଇ ଦଉଛି। ଓକେ, ତ ଲାଷ୍ଟ ଡେଟ୍ କେବେ ଅଛି, 22/5/2026, ମାନେ 22 ମେ ପର୍ଯ୍ୟନ୍ତ ତମମାନଙ୍କର ଲାଷ୍ଟ ଡେଟ୍ ଅଛି। ଠିକ ଅଛି, ତ ସେଇ ହିସାବରେ ତମମାନେ ଆପ୍ଲାଏ କରିବେ। ତାପରେ ମାଗୁଛି କଣ, ତମମାନଙ୍କ ପୋଷ୍ଟ କଥା ଦେଖ, ପୋଷ୍ଟ କଥା ମୁଁ ତମମାନଙ୍କୁ କହିଦେଇଛି। ପୋଷ୍ଟ ହଉଛି ସାଇଟ୍ ଇଞ୍ଜିନିୟର ପୋଷ୍ଟ 30ଟା ପୋଷ୍ଟ ଅଛି, ସିଭିଲ ରେ, ଇଲେକ୍ଟ୍ରିକାଲ ରେ 10ଟା ପୋଷ୍ଟ ଅଛି, ଟୋଟାଲ ହଉଛି 40ଟା ପୋଷ୍ଟ। ଓକେ, ତାପରେ ତମମାନଙ୍କର କଣ କ୍ୱାଲିଫିକେସନ ଦେଖ, ମେନ୍ ଏଇଟା ହଉଛି କ୍ୱାଲିଫିକେସନ ହଉଛି କଣ, ମିନିମମ୍ ଏଜୁକେସନ କ୍ୱାଲିଫିକେସନ ହଉଛି ବି କରିଥିବ ଯଦି ଚଳିବ, ବି ଯଦି ନ କରିକି ଯଦି ବିଟେକ୍ କରିଥିବ ତାହେଲେ ଚଳିବ। ବିଟେକ୍ ରେ ଦେଖ ସିଭିଲ ଇଞ୍ଜିନିୟରିଂ କିମ୍ବା ଇଲେକ୍ଟ୍ରିକାଲ ରେ ଥିବା ଦରକାର। ଠିକ ଅଛି,
ତାପରେ ତମେ ଯଦି ବିଇ ବିଟେକ୍ ନ କରିଛ ତାହେଲେ ତମର ହେଇପାରିବ ନାହିଁ। ଓକେ, ଯଦି ବିଇ ବିଟେକ୍ କରିଛ ତାହେଲେ ତମର ମିନିମମ୍ 50% ମାର୍କ ଦରକାର ହେଲା। ଏସସି ଏସଟି ଓବିସି ସମସ୍ତଙ୍କର 50% ଦରକାର, ଆଉ ଜେନେରାଲ ପିଲାଙ୍କର 55% ଦରକାର। ଠିକ ଅଛି, ତାପରେ ହଉଛି ପୋଷ୍ଟ ଗ୍ରାଜୁଏଟ। ଯଦି ତମେ ସେଟା କରିନ ତାହେଲେ ପୋଷ୍ଟ ଗ୍ରାଜୁଏଟ କରିଥିବା ଦରକାର। ଓକେ, ଆଉ ପୋଷ୍ଟ ଗ୍ରାଜୁଏଟ କଣ ମାଗୁଛି, ଏମଟେକ୍ ମାଗୁଛି ହେଲା। ଏମଟେକ୍ ମାଗୁଛି, ତମେ ପୋଷ୍ଟ ଗ୍ରାଜୁଏଟ କରିଥିବା ଦରକାର। ତାପରେ ମିନିମମ୍ ୱାର୍କ ଏକ୍ସପିରିଏନ୍ସ କେତେ, ମିନିମମ୍ 2 ଇୟର୍ସ ର ୱାର୍କ ଦରକାର। ମାନେ ତମର ଯଦି 2 ବର୍ଷ ତମର ମାନେ ଏକ୍ସପିରିଏନ୍ସ ଥିବା ଦରକାର। ତାପରେ ହଉଛି ପୋଷ୍ଟ କ୍ୱାଲିଫାଏଡ୍ ଏକ୍ସପିରିଏନ୍ସ ଇନ୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ସେଣ୍ଟ୍ରାଲ ପୋଷ୍ଟ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ପୋଷ୍ଟ, ପ୍ରାଇଭେଟ ଅର୍ଗାନାଇଜେସନ। ତମର ସିଏ କହିଛି କି ଯୋଉ ଏକ୍ସପିରିଏନ୍ସ ମାଗି ତମର 2 ବର୍ଷର ପ୍ରାଇଭେଟ ହଉ ଗଭର୍ଣ୍ଣମେଣ୍ଟ ହଉ ଯୋଉଥିରେ ବି ହଉ ଏକ୍ସପିରିଏନ୍ସ ଥିବା ଦରକାର। ଠିକ ଅଛି, ତାପରେ ତମର କଣ କଣ ପରଫେକ୍ଟ ସ୍କିଲ୍ସ ଦେଖ, ଏକ୍ସପିରିଏନ୍ସ ବିଲ୍ଡିଂ କନଷ୍ଟ୍ରକ୍ସନ ୱାର୍କ। ସେ କହିଛି କି ଯଦି ତମମାନେ ଏକ୍ସପିରିଏନ୍ସ ନଥିବ ତମମାନେ ଯାଇ କାମ ଉପରେ କିଛି ବି କନଷ୍ଟ୍ରକ୍ସନ କାମ କିଛି କରିପାରିବ ନାହିଁ, କାରଣ ତମେ ଜାଣିନଥିବ। ଠିକ ହେଲା, ସେଇଥିପାଇଁ ସେ କହିଛି ତମମାନେ ପ୍ରଥମେ ଜାଣ ତମର ଏକ୍ସପିରିଏନ୍ସ ଅଛି କି ନା, ଏକ୍ସପିରିଏନ୍ସ ଥିଲେ ତମମାନେ ଆପ୍ଲାଏ କରିପାରିବ। ତାପରେ ହଉଛି ତମର କଣ ଏଜ ଲିମିଟ ଦେଖ, 45 ବର୍ଷ ଷ୍ଟାର୍ଟିଂ ସେ କହିଦେଇଛି। ଯୋଉମାନଙ୍କର 45 ଇୟର ହଉଛି ସେ 45% ମାଗିଛି। ଓକେ, 45 ମାନେ କଣ ତମମାନଙ୍କର ମାଗିଛି, ଲେଖିଛି ଏଜ ରିଲାକ୍ସେସନ ଆପ୍ରୁଭ ଗଭର୍ଣ୍ଣମେଣ୍ଟ ଅଥରାଇଜ୍ଡ। ସେ କହିଛି କି ତମମାନଙ୍କର 18 ରୁ 45 ସେ କହିଛି। ଓକେ, 18 ରୁ 45 ବର୍ଷ ତମମାନେ ହଉଥିବା ଦରକାର, ତାହେଲେ ତମମାନେ ଆପ୍ଲାଏ କରିପାରିବ। ଠିକ ଅଛି, ଠିକ ଅଛି, ଦେଖ ଲେଖା ହେଇଛି ଜେନେରାଲ ୟୁନିଭର୍ସିଟି ୟୁ ଆର୍ କ୍ୟାଣ୍ଡିଡେଟ୍ ଯୋଉମାନେ ରହିଲେ ମ୍ୟାକ୍ସିମମ୍ 45 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବେ ତମମାନେ। ମ୍ୟାକ୍ସିମମ୍, ମିନିମମ୍ ହଉଛି 18 ବର୍ଷ, ମ୍ୟାକ୍ସିମମ୍ ହଉଛି 45 ବର୍ଷ। ଠିକ ଅଛି, ରିଲାକ୍ସେସନ ଏଥିରେ ନାହିଁ ତ, ଏଟା କହିଦେଇ ରିଲାକ୍ସେସନ ନାହିଁ। କ୍ୟାଟେଗୋରୀ ହଉଛି ଅଲ୍ କ୍ୟାଟେଗୋରୀ ୟୁ ଆର୍ ଏସଟି ଏସସି ଓବିସି ପିଡବ୍ଲ୍ୟୁ ଇଡବ୍ଲ୍ୟୁଏସ୍ ଯୋଉମାନେ ରହିଲେ ସେମାନଙ୍କର ଆପ୍ଲିକେସନ ଫି ରହିବ ନାହିଁ। ଓକେ, ଅଦରୱାଇଜ ଓବିସି ଜେନେରାଲ ପିଲାମାନଙ୍କର ସେମାନଙ୍କର ଓବିସି ମାନଙ୍କର ରହିବନି। ଜେନେରାଲ କ୍ୟାଟେଗୋରୀ ପିଲାମାନେ ପଇସା ଦେବେ, ବଟ୍ ଅଦରୱାଇଜ ଆଉ କୌଣସି ପିଲାମାନଙ୍କର ପଇସା ଫି ରହିବ ନାହିଁ। ତାପରେ ସେମାନଙ୍କର କଣ ସିଭିଲ ଇଞ୍ଜିନିୟରିଂ ତମ ସବୁ ଡିଟେଲ୍ସ କହିଦେଲି। ତମର ତାପରେ ଏକ୍ସାମ କେମିତି କଣ ହବ, ଓକେ ସିଲେକ୍ସନ ସର୍ଟଲିଷ୍ଟିଂ କେମିତି ହବ ଦେଖ ଲେଖା ହେଇଛି ସର୍ଟଲିଷ୍ଟିଂ। ପ୍ରଥମେ କଣ ହବ, ଲାଷ୍ଟ ଡାଉନ ଗ୍ରୋସରୀ ସେଲ୍ସ ଲେଖା ହେଇଛି। ତମର ୱେଟ ଚେକ୍ କରାହବ, ତାପରେ ହଉଛି ରିଲିଭେଣ୍ଟ ୱାର୍କ ଏକ୍ସପିରିଏନ୍ସ, ତମର 2 ବର୍ଷ ଏକ୍ସପିରିଏନ୍ସ ଅଛି କି ନାହିଁ ସେଟା ଚେକ୍ କରିବେ। ଓକେ, ତାପରେ ତମର କଣ ଏକାଡେମିକ ପରଫରମାନ୍ସ, ତମ ଏକାଡେମୀରେ କେମିତି କଣ ମାର୍କ ଅଛି, ବିଟେକ୍ ରେ କେତେ ସ୍କୋର ଥିଲା। ଓକେ, 50% 55% ମାର୍କ ଅଛି କି ନାହିଁ ଦେଖିବେ। ତାପରେ ପୋଷ୍ଟ ଗ୍ରାଜୁଏସନ ଦେଖିବେ ତମର ଏମଟେକ୍ କ୍ୱାଲିଫାଇ ଅଛ କି ନାହିଁ। ଠିକ ଅଛି, ତାପରେ ତମର କଣ ଦେଖିବେ ତମର ଏକ୍ସପିରିଏନ୍ସ ଯୋଉ ମାଗିଛି, ଏକ୍ସପିରିଏନ୍ସ ରେ ତମମାନଙ୍କୁ କାମ କରି ଚେକ୍ କରି ତମେ କରିପାରୁଛ କି ନାହିଁ। ଓକେ, ଲାଷ୍ଟ କୁ ତମମାନଙ୍କର ଇଣ୍ଟରଭ୍ୟୁ ହବ, ଇଣ୍ଟରଭ୍ୟୁରେ ସର୍ଟଲିଷ୍ଟିଂ ହେଇ ତମମାନେ ସିଲେକ୍ସନ ହବ। ଠିକ ଅଛି, ତାପରେ ତମମାନଙ୍କର ଡକୁମେଣ୍ଟ ଭେରିଫିକେସନ ପରେ ତମମାନେ ଚାକିରି ପାଇବ। ଠିକ ଅଛି, ଏଟା ତାର ହେଲା ମେନ ରୁଲ। ତ ଯୋଉମାନେ ବି ପକେଇବାକୁ ଚାହୁଁଛ ପକେଇ ପାରିବ। ତ ଡକୁମେଣ୍ଟ କଣ କଣ ଲାଗିବ, ତମର ଡକୁମେଣ୍ଟ ଲେଖା ହେଇଛି ଫିଲ୍ଡ ଆପ୍ଲିକେସନ ଫ୍ରମ ଆନୁଆଲେକ୍ସ ବ୍ଲକସ ଲେଟର। ଦେଖ ତମମାନଙ୍କର ମେଟ୍ରିକ ସାର୍ଟିଫିକେଟ ଲାଗିବ। ଓକେ, ତାପରେ ହଉଛି ଡିଗ୍ରୀ ସାର୍ଟିଫିକେଟ, ଯଦି ଡିଗ୍ରୀ ପକଉଛ ଡିଗ୍ରୀ ସାର୍ଟିଫିକେଟ, ମେଟ୍ରିକ ଟା ହଉଛି ପରମାନେଣ୍ଟ ଦରକାର। ଠିକ ଅଛି, ତାପରେ ହଉଛି ଡିଗ୍ରୀ ସାର୍ଟିଫିକେଟ ଦରକାର, ଏକ୍ସପିରିଏନ୍ସ ସାର୍ଟିଫିକେଟ ମାଗୁଛି, ତାପରେ ହଉଛି କ୍ୟାଟେଗୋରୀ ସାର୍ଟିଫିକେଟ ମାନେ ତମର କାଷ୍ଟ ସାର୍ଟିଫିକେଟ ମାଗୁଛି, ତାପରେ ହଉଛି ତମର ଫାଇନାଲ ଇୟର ସାର୍ଟିଫିକେଟ ମାଗୁଛି, ଆଇଡି ପ୍ରୁଫ ପାଇଁ ଆଧାର କାର୍ଡ କି ପାନ କାର୍ଡ ଯାହା ବି ହଉ ନେଇକି ଯିବ। ତାପରେ ପାସପୋର୍ଟ ଫଟୋଗ୍ରାଫ ମାଗୁଛି କଲର ବାଲା। ଓକେ, ଏଇ ସବୁ ମାଗିଛି, ତମମାନେ ଚାହିଁବ ଯଦି ପକେଇବ। ଆଉ ଗୋଟେ ଲାଷ୍ଟ କୁ ମାଗିଛି କଣ ନା ତମର ସିଭି। ଓକେ, ରେଜ୍ୟୁମ ଯୋଉଟା ସେଟା ବନେଇକି ନେଇଥିବ। ଠିକ ଅଛି, ତ ଏଟା ଟୋଟାଲ ଇନଫରମେସନ ଯୋଉମାନଙ୍କର କ୍ରାଇଟେରିଆ ହଉଥିବ ସେମାନେ ପକେଇ ପାରିବ। ଠିକ ଅଛି, 18 ରୁ 40 ବର୍ଷ ମାଗୁଛି ତମମାନଙ୍କର, ତମେ ଚାହିଁବ ଯଦି ପକେଇ ପାରିବ। ଠିକ ଅଛି।